ଭାଇ ଆପଣ ଜଣେ ରାଜନେତା, ଆଜ୍ଞା ସମାଜସେବୀ ଆଜ୍ଞା ଏବଂ ଅ, ଯାହା ବି ହେଲେ ଦେଖୁଛନ୍ତି ଆମର ଏଇ ଯୋଉ ଓଡିଶାର ରାଜନୀତିର ପାଣିପାଗ। ଆଜ୍ଞା ରାଜ୍ୟ ସରକାର ବର୍ତ୍ତମାନେ ଆମ ମଉଡମଣି ଜଗତରନାଥ ଜଗନ୍ନାଥଙ୍କୁ ଆଜ୍ଞା ଯେହେତୁ ବର୍ତ୍ତମାନ ଦେଖୁଛନ୍ତି ସାରା ଗାଁ ଏବଂ ସହରାଞ୍ଚଳରେ ଆଜ୍ଞା ପ୍ରଭୁଙ୍କର କଣ ଏତେ ଅଭାବ ପଡିଲା ଯେ ବର୍ତ୍ତମାନ ଠାକୁରଙ୍କୁ ମୋହରା କରିକି ବର୍ତ୍ତମାନ ଯୋଉ ଚଲେଇଛନ୍ତି ଯୋଉ ଭିକ୍ଷାବୃତ୍ତି, ଏଇଟା ଆଜ୍ଞା ଆପଣ କେତେ ଦୂର ଗ୍ରହଣୀୟ କରୁଛନ୍ତି? ଦେଖନ୍ତୁ ଶିବକେତନ ଭାଇ, ମୁଁ ସର୍ବପ୍ରଥମେ ସଂଘର୍ଷ ଟିଭିକୁ ଧନ୍ୟବାଦ ଜଣାଉଛି। ଏ ବିଷୟ ଉପରେ ଆଲୋଚନା କରୁଛନ୍ତି ମୁହଁ ଖୋଲିକି, ଏବଂ ଓଡ଼ିଶାବାସୀଙ୍କୁ ମଧ୍ୟ ମୁଁ ନମସ୍କାର ଜଣାଉଛି। ଏଇ ଯୋଉ କହିଲେ ଆପଣ ଜଗନ୍ନାଥଙ୍କୁ ନେଇ, ଆପଣ ଏଠୁ ସ୍ପଷ୍ଟ ଜାଣି ଦିଅନ୍ତୁ ଯେ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ନଷ୍ଟ କରିବା ଲାଗି ଏ ଏକ ପ୍ରକାର ଗୋଟେ ଷଡ଼ଯନ୍ତ୍ର। ଯେଉଁ ଷଡ଼ଯନ୍ତ୍ରକୁ ବିଜୁ ଜନତା ଦଳର ନେତା ବୁଝୁଛନ୍ତି, ବୁଝିଲେ ବି ସେମାନଙ୍କ ପାଖରେ ବାଟ ନାହିଁ। ସେମାନେ ନାଚରା ବନ୍ଧା। ମୁଁ ଆପଣଙ୍କୁ ଗୋଟେ ସ୍ପଷ୍ଟ କରି କହୁଛି, ଆପଣଙ୍କର ରତ୍ନ ଭଣ୍ଡାର ଏ ଯାଏ ଖୋଲା ହେଇପାରିଲା ନାହିଁ। ହଜାର ହଜାର ଏକର ଜମି ଜଗନ୍ନାଥ ମହାପ୍ରଭୁଙ୍କର ବାଟ ମାରଣା ହେଇଗଲାଣି, ସେ ତାର ତଦନ୍ତ ହଉନାହିଁ। ଏବଂ ଆପଣଙ୍କର ଜଗନ୍ନାଥ ହୁଣ୍ଡିରୁ ଆଦାୟ ହେଉଛି ପ୍ରଶାସକ, ତାର ମଧ୍ୟ ସ୍ପଷ୍ଟ ଚିତ୍ର ରଖୁନାହିଁ। ଏବଂ ଆହୁରି ଗୋଟେ କଥା ରହିଲା, ଯେତେବେଳେ ଏ ଠିକ ଅଛି, ଆମେ ତା କହୁନୁ ଯେ ଜଗନ୍ନାଥଙ୍କୁ କିଏ ନେଇକି ମାନେ ରାଜନୀତି କରୁ, ଜଗନ୍ନାଥଙ୍କୁ ନେଇକି ଅପମାନ କରୁ। ନବକଳବର ସମୟରେ ବିଜୁ ଜନତା ଦଳ ସରକାର ନଥିଲା କି? ମୁଁ ଆପଣଙ୍କୁ ପଚାରୁଛି। ହଁ ନବକଳବର ହଉଛି ଜଗନ୍ନାଥଙ୍କର ଗୋଟେ ବଡ ପର୍ବ। ବାର୍ଷିକ ରଥଯାତ୍ରା ହଉଛି ଜଗନ୍ନାଥ ପର୍ବ, କିନ୍ତୁ ନବକଳବର ହଉଛି ମାନେ ଜଗନ୍ନାଥଙ୍କର ଗୋଟେ ସବୁଠୁ ବଡ ପର୍ବ। ସେତେବେଳେ ବିଜୁ ଜନତା ସରକାର ନଥିଲେ କି? ଆଜ୍ଞା ସେତେବେଳେ ବର୍ତ୍ତମାନ ଯେ 5T ଅଧ୍ୟକ୍ଷ ଫଟୋ ମାରି ନାରା ଚାରିଆଡେ ବୁଲିକି ଓଡିଶାର ମାନେ ରାଜସ୍ୱକୁ ଖାଲି କରୁଛନ୍ତି, ଆଜ୍ଞା ସେତେବେଳେ ସିଏ ନଥିଲେ କି ସରକାରରେ? ସେତେବେଳେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଆଜ୍ଞା ଏବଂ ସେତେବେଳେ କାହିଁ ନବକଳବର ସମୟରେ ମଧ୍ୟ ଗୁଆ ଆଉ ଅରୁଆ ଚାଉଳ ଦରକାର ପଡ଼ିଲାନି? ଏବେ କଣ ଜଗନ୍ନାଥଙ୍କର ଅଭଡ଼ା ପାଇଁ ଅରୁଆ ଚାଉଳ ଦରକାର ପଡୁଛି? ଆପଣ କହିବା ମତଲବ ଆପଣଙ୍କର 2024 ନିର୍ବାଚନକୁ ଆଖ୍ୟା ରଖି ଜଗନ୍ନାଥଙ୍କୁ ମୋହରା କରିଛନ୍ତି କି? ନିଶ୍ଚିନ୍ତ। ଆପଣଙ୍କ ଏଇ ପ୍ରକଳ୍ପ ଯୋଉ ଉଦ୍ଘାଟନ, ଏଇଟା ଗୋଟେ ଡ୍ରାମା। ଆପଣ ଜଗନ୍ନାଥ ସଂସ୍କୃତି କି ନଷ୍ଟ କରିବା ଲାଗି, ଆପଣ ଶୁଣନ୍ତୁ, ମୁଁ ଆଉ ଗୋଟେ ସ୍ପଷ୍ଟ ଚିତ୍ର କହୁଛି। 4.5 କୋଟି ଜନତା ଆପଣଙ୍କ ଗଣମାଧ୍ୟମ ଦେଖିବେ। ଜଗନ୍ନାଥଙ୍କର ଯୋଉ ବସ୍ତ୍ର ରହିଛି, ସେ କେଉଁ ବସ୍ତ୍ର ପିନ୍ଧିବା କଥା ଏବଂ କେଉଁ ବସ୍ତ୍ରରେ ଜଗନ୍ନାଥଙ୍କର ରଥରେ ଯିବା କଥା? ଏବଂ ଏଠି ବିଜୁ ଜନତା ଦଳର ବସ୍ତ୍ର, ନୀଳ କପଡା, ଏବଂ ତା ଦେହରେ ନବୀନ ବାବୁ, ପାଣ୍ଡିଆନ ବାବୁଙ୍କର ଫଟୋ, ଏବଂ ଆପଣଙ୍କ ରହିଛି ଯୋଉମାନେ ମଧ୍ୟ ଯୋଉ ଟାଟା ଏସିରେ ମ୍ୟୁନିସିପାଲିଟି ଅଳିଆ ଗାଡିରେ ଠାକୁରଙ୍କୁ ନେଇ ଅପମାନ କରୁଛନ୍ତି, ସେଇ ଗାଡିରେ ପନିପରିବା ଯାଉଛି। ଚପଲ ପିନ୍ଧିକି, ଜୋତା ପିନ୍ଧିକି ସେମାନେ ସେ ଗାଡି ଉପରେ ଯାଉଛନ୍ତି ଏବଂ ଠାକୁରଙ୍କ ରୀତିନୀତି ହଉଛି ଜଗନ୍ନାଥଙ୍କର। କେବେ ଆପଣ ଆଜି ଯାଏ ଦେଖିଛନ୍ତି ଯେ ଠାକୁରଙ୍କ ରୀତିନୀତି କେବେ ଜଗନ୍ନାଥ ବୁଲୁଛନ୍ତି, ନୀତି ହଉଛି? ଯୋଉ ନୀତି ସକାଳୁ ରାତି ଯାଏ ଜଗନ୍ନାଥଙ୍କର, ସେ ନୀତି ହଉଛି କି? ଏବଂ ଗାଡିରେ ରଥ ଯାଇ କୋଉଠି ରହୁଛନ୍ତି? ଯୋଉ ଜଗନ୍ନାଥ ମୂର୍ତ୍ତି ଆସିଛି କୋଉଠି ରହୁଛନ୍ତି? ଏତେ ମାତ୍ରାରେ ମୂର୍ତ୍ତି କେଉଁଠି ଆସିଲା? ଯେତିକି ବର୍ତ୍ତମାନ ସାରା ଓଡିଶାରେ 30 ଜିଲ୍ଲାରେ ଆପଣଙ୍କର 147 ବିଧାନସଭା ମଣ୍ଡଳୀରେ ବୁଲୁଛି, ଏତେ ପରିମାଣ ମୂର୍ତ୍ତି କୋଉଠୁ ଆସିଲା? ମୁଁ ଆପଣଙ୍କୁ ସ୍ପଷ୍ଟ କରୁଛି, ଏଇଟା ଗୋଟେ ଷଡଯନ୍ତ୍ର। ଏବଂ ମୁଁ ଆପଣଙ୍କୁ ସ୍ପଷ୍ଟ କରୁଛି ଯେ ଭି କାର୍ତ୍ତିକେୟନ ପାଣ୍ଡିଆନ ଓଡିଶାର ସଂସ୍କୃତିକୁ ନଷ୍ଟ କରିବା ପାଇଁ ବିଜୁ ଜନତା ଦଳର ନେତା ଓ ନେତ୍ରୀ ମାନଙ୍କୁ ମୋହରା କରି ଆଜି ଓଡିଶାର ସଂସ୍କୃତି ପରମ୍ପରା ନଷ୍ଟ କରି 4ଟା ମାନେ ଲାଟିନ୍, ଆପଣଙ୍କୁ ଶୌଚାଳୟ ବି ମୁଁ କହୁନାହିଁ, 4ଟା ଲାଟିନ୍ ଉଦ୍ଘାଟନ କରିବା ପାଇଁ ଆଜି ଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ନଷ୍ଟ କରିବା ବସିଛନ୍ତି ପାଣ୍ଡିଆନ। ଆପଣଙ୍କ ଆଉ ଗୋଟେ କଥା, ଏଠି ବିନାଶ କାଳେ ବିପରୀତ ବୁଦ୍ଧି ବୋଲି 100% ଆପଣଙ୍କର ଦୀପର ସଳିତା ଜଳି ଜଳି ଆସିଲାଣି, ଯାହାକି ନବୀନ ବାବୁଙ୍କୁ ଇଞ୍ଜେକ୍ସନ ଦେଇ ପାଣ୍ଡିଆନ ବାବୁ ରଖୁଛନ୍ତି। ଏବଂ ଯେଉଁ ଯାହା ବି ନବୀନ ବାବୁ ପୁରା ମୁକ ବଧିର ପାଲଟି ଯାଇଛନ୍ତି, ସ୍ଥାଣୁ ପାଲଟି ଯାଇଛନ୍ତି। ଆଜି ଓଡିଶାର 4.5 କୋଟି ଜନତା ହାହାକାର ଡାକିଲେଣି। ଆପଣ ଦେଖନ୍ତୁ, ଜଗନ୍ନାଥଙ୍କ ରଥରେ ଯୋଉ ଅଟୋରେ ଯୋଉ ନଉଛନ୍ତି ଆଉ ଜଗନ୍ନାଥଙ୍କୁ, ଆପଣ ବହୁତ ଜିନିଷ ଦେଖିଥିବେ, ବହୁତ ଜାଗା ଲୋକ ବାଡିଆ ପିଟା କରୁଛନ୍ତି। ଏ କଣ? ଏଇଟା ଗୋଟେ ଏ କଥା। କଣ ସବୁ? ଏଇଟା ଗୋଟେ କଥା, ଆପଣଙ୍କର ଯୋଉ ଆମର ଜଗନ୍ନାଥ ଠାକୁରଙ୍କର ଯୋଉଠି ମାନେ ସେମାନେ ମଣିଷକୁ ଗୋଟିଏ ଘଣ୍ଟ ଘୋଡେଇ ରଖିବା ବଦଳରେ ଏମାନେ ଆଣିକି ଯୋଉ ମୋହରା କରୁଛନ୍ତି, ଠାକୁରଙ୍କର ଆଜି ଅଭାବ ପଇଲା, ଗାଁ ଗହଳିରେ ପହଞ୍ଚିକି ଅରୁଆ ଚାଉଳ ବୁଆ ମାଗିବା, ପଇସା ମାଗିବା ଏବଂ ରାଜନୀତିକରଣ କରିବା, ଏହା ଗୋଟେ କଣ ଆମ ଏଇ ଯୋଉ ସମାଜ ପ୍ରତି ଗୋଟେ ଏଟା ଶୁଭଙ୍କର ନୁହେଁ।
ଏବଂ ଏଇଟା ଏଇଟା ଶୋଭା ପାଉନାହିଁ। ମୁଁ ଆପଣଙ୍କୁ ସ୍ପଷ୍ଟ କରୁଛି ଏହାର ପ୍ରକୃତ କାରଣ ହେଲା ପାଣ୍ଡିଆନ ବାବୁ ଯେଉଁ ଗୋରୁ ମାଂସ ଖାଉଥିବା ଜଣେ ମହିଳାଙ୍କୁ ଆଣି ଯେତେବେଳେ ପୁରାଇଲେ ମହାପ୍ରଭୁଙ୍କ ମନ୍ଦିରରେ ଏବଂ ସେ ଇସ୍ୟୁକୁ ଆଡ଼େଇବା ପାଇଁ ଏବଂ ଯେତେବେଳେ ବିଜେପି ରାମ ମନ୍ଦିର ପାଇଁ ଯେତେବେଳେ ଯୋଉ ବିକଶିତ ଭାରତ ରଥ ଯୋଉ ପଠେଇଛି ତାକୁ ମାନେ କାଉଣ୍ଟର କରିବା ପାଇଁ ଏ ଗୋଟେ ପ୍ରହସନ। ଆଜ୍ଞା ଏବଂ ଆଉ ଆଉ ମୁଁ ଏଠି ଗୋଟେ କଥା କହିଦେବି ଶିବକେନ୍ଦ୍ର ଭାଇ ଶୁଣନ୍ତୁ, ନବକଳବର ସମୟରେ କେତେଟା ପୂଜକ ଆସିଥିଲେ ନବୀନ ବାବୁଙ୍କୁ ନିମନ୍ତ୍ରଣ କରିବା ପାଇଁ ଅଛି କି କହିପାରିବେ? ମୁଁ ଓଡିଶା ଲୋକଙ୍କୁ ମୁଁ ବିଜୁ ଜନତା ଦଳ 147 ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ମାନଙ୍କୁ ପ୍ରଶ୍ନ କରୁଛି ଏବଂ ଯୋଉ 12 ଲୋକସଭା ଆସନ ଜିତିଛନ୍ତି ଏମପି ମାନଙ୍କୁ ପ୍ରଶ୍ନ କରୁଛି, କହିପାରିବେ ଆଜି କଣ ଦରକାର ପଡିଲା? କାରଣ ସେ ପୂଜକ ମାନେ ସ୍ୱର ଉଠେଇଲେ ଯେ ଜଷ୍ଟ ଉଠେଇ ଆସୁଥିଲେ ତାଙ୍କୁ ଚାପିବା ପାଇଁ ତାଙ୍କୁ କିଛି ପ୍ରଲୋଭିତ କରି ତାଙ୍କୁ ଆଣି ନବୀନ ବାବୁଙ୍କ ପାଖରେ ପହଞ୍ଚାଇ ଗୋଟେ ପ୍ରକଳ୍ପ ଉଦ୍ଘାଟନ ନାଁରେ ଗୋଟେ ମିଛ ପ୍ରଚାର ଜଗନ୍ନାଥ ଆମ ମହାପ୍ରଭୁଙ୍କୁ ଅସମ୍ମାନିତ କରୁଛନ୍ତି, ଆମ ସଂସ୍କୃତି ପରମ୍ପରା ନଷ୍ଟ କରୁଛନ୍ତି, ଯାହାକି ମହାପ୍ରଭୁ କ୍ଷମା କରିବେ ନାହିଁ ଏ ପାଣ୍ଡିଆନକୁ ଏବଂ ବିଜୁ ଜନତା ଦଳ ଧ୍ୱଂସ ହୋଇଛି। ମୁଁ ଆପଣଙ୍କୁ ସ୍ପଷ୍ଟ କରୁଛି ଯଦି ଏ କ୍ଷେତ୍ରରେ ଆମର ଓଡିଶାବାସୀଙ୍କୁ ଏଟା କୁଠାରଘାତ ହଉଛି, ଓଡିଶାବାସୀ କାହିଁକି ଏପର୍ଯ୍ୟନ୍ତ ନିଦରେ ଶୋଇଛନ୍ତି, ଚେଇକି ଏଟାକୁ ପ୍ରତିବାଦ କରୁନାହାନ୍ତି? ପ୍ରତିବାଦ କଲେଣି ଆପଣ ଦେଖନ୍ତୁ, ଆପଣ ପ୍ରତିବାଦ ଦେଖନ୍ତୁ ବହୁ ଜାଗାରେ ହେଲାଣି। ଆପଣ ପ୍ରତିବାଦ ହେଲେ ପରେ ଏଠି ପରା ସରକାରୀ କଳକୁ ଏମାନେ ଅପବ୍ୟବହାର କରି ଏମାନେ ଯୋଉଠି ପ୍ରତିବାଦ ହଉ ଯୋଉଠି ବିରୋଧ କରାହଉଛି ମିଛ କେସରେ ଲଗେଇକି ଆପଣ ଦେଖିଥିବେ ରିସେଣ୍ଟ ବାଲିଅନ୍ତାରେ ଘଟି ସେଇ ଜିନିଷ ମିଛ କେସରେ ଲଗେଇ ଏମାନେ ଆରେଷ୍ଟ କରୁଛନ୍ତି, ଦଫା ଲଗେଇ ଦଉଛନ୍ତି, ମିଛ କେସରେ କରୁଛନ୍ତି। କଣ କରାଯିବ ଏଠି? ସାଧାରଣ ଲୋକ ବଳଠୁ କଣ ତାଙ୍କର ବଳ ରାଜ୍ୟ ସରକାରଙ୍କ ବଳ କଣ ଅଧିକ ହେଇଯାଉଛି? ରାଜ୍ୟ ସରକାରଙ୍କ ବଳ ବର୍ତ୍ତମାନ ଅଧିକା ଅଛି, କାହିଁକି ନା ବର୍ତ୍ତମାନ ସେ କ୍ଷମତାରେ ଅଛନ୍ତି। ସାଧାରଣ ଲୋକ 2024 ଆପଣଙ୍କୁ ଜବାବ ଦେବେ। ସାଧାରଣ ଲୋକ ମଧ୍ୟ ସ୍ପଷ୍ଟ ନିର୍ଣ୍ଣାୟକ ଭୂମିକା ନେବ 2024, ସେ ସ୍ପଷ୍ଟ ଚିତ୍ର ରଖିବେ 2024 ରେ। ମୁଁ ଆପଣଙ୍କୁ ଆଜି କହୁଛି 100% ବିଜେଡି ଧ୍ୱଂସ ହବ ଏବଂ ବିଜୁ ଜନତା ଦଳ ଧ୍ୱଂସ ହବାର ମୁଖ୍ୟ କାରଣ ରହିବେ ମହାଭାରତର ଦୁର୍ଯୋଧନ ରହିଲା ଭଳି ଭି କାର୍ତ୍ତିକେୟନ ପାଣ୍ଡିଆନ। ବିଜୁ ଜନତା ଧ୍ୱଂସ କରିବାର ମୁଖ୍ୟ ଅଭିଯୁକ୍ତ ରହିବେ ଭି କାର୍ତ୍ତିକେୟନ ପାଣ୍ଡିଆନ। କାହିଁକିନା ଜଗନ୍ନାଥ ସଂସ୍କୃତି ନଷ୍ଟ କରିଛନ୍ତି। ଆଜି ଓଡିଶାର 4.5 କୋଟି ଜନତା ଆଜି ହାହାକାର ଡାକୁଛନ୍ତି, ସମସ୍ତେ କ୍ଷମା ପ୍ରାର୍ଥନା କଲେଣି। ଧନ୍ୟବାଦ ଦିବେ ଭାଇ, ଆପଣଙ୍କର ମତାମତକୁ ଆମେ ଧନ୍ୟବାଦ ଦଉଛୁ। ନମସ୍କାର। ରହିଲି, ନମସ୍କାର।